ଆଜି ଆମେ ପଢିବା ଆମର ଦ୍ୱିତୀୟ ଶ୍ରେଣୀର ହସ ଖୁସି ବହିର କ'ଣ ପାଠ 7 ଆସ ବୁଲିଯିବା ଭଟ୍ଟାରିକା। ତାକୁ ଆମେ ଭଲ ଭାବରେ ବୁଝିବା ଏବଂ ପରବର୍ତ୍ତୀ କ୍ଲାସରେ କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ କରିବା। ତାହେଲେ ଦୁଷ୍କଥ ବାବୁଙ୍କ ଘର ହେଉଛି ଆଠଗଡ଼। ବୁଝିଲା, ଆଠଗଡ଼ ପିଲାମାନେ କଟକ ଜିଲ୍ଲାରେ ଅବସ୍ଥିତ ହେଲା। ଆଠଗଡ଼ ପାଖରେ ଭଟ୍ଟାରିକା ଠାକୁରାଣୀ ପୂଜା ପାଆନ୍ତି। ବୁଝିହେଲା। ତାହେଲେ ଆଠଗଡ଼ଠୁ ପ୍ରାୟ 30ରୁ 40 କିଲୋମିଟର ଦୂରରେ କ'ଣ ମା ଭଟ୍ଟାରିକାଙ୍କ ସେଠି କ'ଣ ମନ୍ଦିର ଅଛି। ସେଥିପାଇଁ ଭଟ୍ଟାରିକା ବୁଲିଯିବା ପାଇଁ ସେ ଯୋଜନା କଲେ। ଦୁଷ୍କନ୍ତ ବାବୁ ନାତି ନାତୁଣୀଙ୍କ ସହ ବାହାରିଲେ। ଜିନିଷପତ୍ର ସଜାଡ଼ିଲେ। ଜେଜେଙ୍କର ଗ୍ରନ୍ଥ ନେବାକୁ ସେମାନେ ଭୁଲିଲେ ନାହିଁ। ଗ୍ରନ୍ଥ ବି ନେଇକି ଗଲେ। ଏଇଟା ହେଲା ପିଲାମାନେ ମା ଭଟ୍ଟାରିକାଙ୍କ ମନ୍ଦିର। ବୁଝିହେଲା। ଏ ହେଉଛି ବହିର ବହୁତ ପୁରୁଣା ଚିତ୍ର। ତାକୁ ବର୍ତ୍ତମାନ ବହୁତ ବଢ଼ିଆ କିନି ମା ଭଟ୍ଟାରିକାକୁ କରି ଦିଆଯାଇଛି। ତମେ ଯେତେବେଳେ ଚାହିଁବ ଯାଇକି ବୁଲିକି ଆସିପାରିବ। ବର୍ଷା ଦିନେ ଟିକେ ଯିବ ନାହିଁ, କାରଣ ବର୍ଷା ଦିନେ ବହୁତ ମାତ୍ରାରେ ପାଣି ହୋଇଥାଏ। ତାହେଲେ କାନ୍ଥ ଘଣ୍ଟାରେ 4ଟା ବାଜିଲା। ଠିକ୍ ସମୟରେ ଗାଡ଼ି ଆସି ଅଟ୍ଟାଳିକା ଆଗରେ ରହିଲା। ସଭିଏଁ ଗାଡ଼ିରେ ବସିଲେ। ସାନ ପିଲାମାନେ ଜେଜେଙ୍କ ପାଖରେ ବସିବାକୁ ଜିଦ୍ କଲେ। ପାଟିତୁଣ୍ଡ ନ କରି ଶାନ୍ତିରେ ବସିବାକୁ ଜେଜେ କହିଲେ। ଗାଡ଼ି ମନ୍ଥର ଗତିରେ ଗାଁ ଦାଣ୍ଡରେ ଚାଲିଲା। ଜେଜେ ପିଲାଙ୍କୁ ପଚାରିଲେ, ଆରେ ତୁମେ ସବୁ ଖାଇବ କ'ଣ? ନାତୁଣୀ କହିଲା, ଜେଜେ ବାହାର ଜିନିଷ ଖାଇବା ନାହିଁ, ଫଳ ଆଣିଛୁ। ଜେଜେ କହିଲେ, ହଁ ଫଳ ଖାଅ, ଦେହ ଭଲ ରହିବ। ବାହାର ଜିନିଷ ଖାଇଲେ ଦେହ ଖରାପ ହେବ। ଜେଜେ ପୁଣି କହିଲେ, ଯଦି ଦରକାର ହୁଏ ବାହାରୁ ତଟକା ଖାଦ୍ୟ ଖାଇବ, କିନ୍ତୁ ବେଶୀ ଖାଇବ ନାହିଁ। ଖାଇଲେ ଝାଡ଼ା ବାନ୍ତି ପେଟ ଗୋଳମାଳ ହୋଇପାରେ। ପିଲାଏ ପଚାରିଲେ, ତେବେ ନ ଖାଇଲେ କ'ଣ ହବ? ଜେଜେ ଚଟପଟା କହିଲେ, ଭୋକ ହେବ, ହାଲିଆ ଲାଗିବ, ବୁଲିବାକୁ ମନ ହେବ ନାହିଁ, କାମ କରିବାକୁ ଭଲ ଲାଗିବ ନାହିଁ, ଦୁର୍ବଳ ଲାଗିବ। ତାପରେ ପିଲାମାନେ ଜେଜେଙ୍କୁ ଗପ କହିବାକୁ ଅନୁରୋଧ କଲେ। ଜେଜେ କହିଲେ, ମୁଁ ଘରେ କହିବେ ଗପ, ଏବେ ପଦ୍ୟାନ୍ତ କର। ପିଲାମାନେ ପଦ୍ୟାନ୍ତ କଲେ। ନିଜ ନିଜ ଭିତରେ ଥଟ୍ଟା ତାମସା କଲେ। ପଦ୍ୟାନ୍ତ ଓ ଥଟ୍ଟା ତାମସା ଭିତରେ ଗାଡ଼ି ଭଟ୍ଟାରିକାରେ ପହଞ୍ଚିଗଲା। ଇଏ ଥିଲା ଆମର ସୁନ୍ଦର ବିଷୟ। ଆମେ ପରବର୍ତ୍ତୀ କ୍ଲାସରେ ଅଭ୍ୟାସ ଦେଖିବା।